ମିଳିତ ଆନୁକୂଲ୍ୟରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଜନବୃଦ୍ଧି ନୀତି ବିରୁଦ୍ଧରେ ଆପଣଙ୍କର ଶ୍ରମ କୋଡ୍ ଥିଲା 44ଟା, ତାକୁ 4ଟି ଶ୍ରମ କୋଡ୍ ଆଣିଛନ୍ତି ଏବଂ ମନରେଗା ଯେଉଁ ଥିଲା ତାକୁ ବିବିଜି ରାମଜୀରେ ଆଣିଛନ୍ତି ଏବଂ ବିହନ ବିଲ୍ 2026 ତାକୁ ଆଇନ ଆଣିଛନ୍ତି ଏବଂ ପ୍ରଦୂଷଣ ନାଁରେ ଲୋକଙ୍କଠାରୁ ଲୁଣ୍ଠନ କରାହେଉଛି। ଆପଣ ଦେଖୁଥିବେ ଚାଷୀମାନଙ୍କର ଏପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠି ପାରୁନି, କଟନୀ ଛଟନୀ ହେଉଛି, ଚାଷୀ ଉପକୃତ ହୋଇପାରୁନାହାନ୍ତି। ଏ ସମସ୍ତ ଜନବୃଦ୍ଧି ନୀତି ବିରୁଦ୍ଧରେ ଆଜି ଆମ ବଣାଇ ଅଞ୍ଚଳର ସମସ୍ତ ଜନସାଧାରଣ ରାଜରାସ୍ତାକୁ ଓହ୍ଲେଇଛନ୍ତି। ଆଜି ଆପଣଙ୍କ ରେଳ ଷ୍ଟେସନରେ ବନ୍ଦ କରାଯାଇଛି। ଖଣି ଖାଦାନ ଯେଉଁମାନେ ଶ୍ରମିକମାନେ କାମ କରୁଥିଲେ ତାଙ୍କର ବନ୍ଦ କରାଯାଇଛନ୍ତି। ଆମର ଶ୍ରମ କୋଡ୍ ଯେଉଁ ଥିଲା 8 ଘଣ୍ଟା କାମ କରିବାର ଅଧିକାର ଥିଲା ତାକୁ 10 ଘଣ୍ଟା 12 ଘଣ୍ଟା କରିବା ପାଇଁ ଯାଉଛନ୍ତି। ଏ ସମସ୍ତ ଜନବୃଦ୍ଧି ନୀତି ବିରୁଦ୍ଧରେ ଆଜି ଜନସାଧାରଣ ରାସ୍ତାକୁ ଓହ୍ଲେଇଛନ୍ତି। ବିଭିନ୍ନ ଅଞ୍ଚଳରେ ଆପଣଙ୍କର ଖଣି ଖାଦାନ ଆପଣଙ୍କର ପାଟମୁଣ୍ଡା ହେଲା, ଗଣୁଆ ହେଲା, ଆପଣଙ୍କର କାଲଟା ହେଲା, ବାର୍ଷଣାରେ ହେଲା ଏବଂ ଆପଣଙ୍କର ବିମଲାଗଡ଼, ପଟାସାହି, ରେଞ୍ଜଡ଼ା ଏବଂ ଆପଣଙ୍କର ବଣେ ଅଞ୍ଚଳରେ ରଜାମୁଣ୍ଡା ବାଇପାସରେ କରାହେଉଛି, ନରେନ୍ଦ୍ରରେ କରାହେଉଛି, ଆପଣ ଖୁଟଗାଁରେ କରାହେଉଛି, ବିମଲାଗଡ଼ରେ କରାହେଉଛି। ସମସ୍ତ ଜାଗାରେ ଜନସାଧାରଣ ଆଜି ଯେଉଁ ଆମର ବନ୍ଦ ଡାକରା ଦିଆଯାଇଛି, ଆମର ବାଦ ଆଜି କରାହେଇଛି। ଯେଉଁମାନେ ମେଡ଼ିକାଲ ଯାଉଛନ୍ତି ଆପଣଙ୍କର ଯିଏ ଅଗ୍ନି ସମାଜସେବା ଯାଉଛି ତାହାକୁ ଛଡ଼ାଯାଉଛି ଏବଂ ଯିଏ ଅତ୍ୟଧିକ ଅସୁବିଧାରେ ଅଛି ତାକୁ ଆମେ ବାଦ କରୁଛୁ। ପ୍ରସ୍ତୁତ ପୋଲିସ ଡିପ୍ଲୟ କରାଯାଇ ସବୁ ଛକ ଛକ ଜାଗାରେ ସବୁଠି ଅଫିସର ମାନେ ଅଛନ୍ତି, ସବୁ ଆଇଏଏସ୍ ମାନେ ଅଛନ୍ତି, ଫୋର୍ସ ବି ରଖାଯାଇଛି ଆଉ ସବୁଠି ପିସଫୁଲ ବନ୍ଦ ଧାରଣା ଚାଲିଛି ସିଟୁ ଆଉ ସିପିଆଇ ତରଫରୁ। କୌଣସି ଅପ୍ରୀତିକର ଘଟଣା କେଉଁଠି ନାହିଁ। ନାଇଁ ଜରୁରୀକାଳୀନ ବ୍ୟବସ୍ଥା ଧରନ୍ତୁ ପେସେଣ୍ଟ ଆସିଲା କି କୌଣସି ଏମର୍ଜେନ୍ସି ଗାଡ଼ି ଆସିଲା ତାକୁ ଛାଡ଼ି ଦିଆଯାଉଛି ସବୁ ଖୋଲା କରିବା ପାଇଁ। ସେମାନେ ତ ନିଶ୍ଚିତ ଚେଷ୍ଟା କରିବେ ବନ୍ଦ ରଖିବା ପାଇଁ, କିନ୍ତୁ ଆମେ ଚେଷ୍ଟା କରୁଛୁ ଖୋଲା କରିବା ପାଇଁ।